নমস্কার মু অভিমন্যু বর্তমান আপন দেখুଛନ୍ତି ଆମ ଶକ୍ତି ନ୍ୟୁଜ୍। ଆଜି ଆପଣମାନଙ୍କ ପାଇଁ ରହିଛି ଦେଶ ବିଦେଶର କେତୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତୁ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ବଡ଼ ଖବର, ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାରେ ଶନିବାର ଏକକାଳୀନ ଭାବେ ରାଜ୍ୟର 18 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଯୋଜନା ପ୍ରୋତ୍ସାହନ ରାଶି। ପ୍ରତି ମହିଳାଙ୍କୁ ମିଳିଲା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ପାଇଁ 5,000 ଟଙ୍କା। ସାଧାରଣ ନିର୍ବାଚନ ପରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ରାଜ୍ୟ ସରକାର। 18 ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା। 7 ମାସରେ 98 ଲକ୍ଷ ମହିଳା ହିତାଧିକାରୀ ଉପକୃତ ହୋଇଛନ୍ତି। ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଛତିଶଗଡ଼ରେ ବିଜାପୁର ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ 31 ଜଣ ନକ୍ସଲ ନିହତ ହୋଇଛନ୍ତି। ଏଥିରେ 2 ଜଣ ଯବାନ ଶହୀଦ ହୋଇଛନ୍ତି। ସୁରକ୍ଷା ବାହିନୀର 4 ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସେଠାରେ 2 ଜଣ ଆଖି ବୁଜିଥିଲେ। ବାକି 2 ଜଣ ଯବାନ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଉଚ୍ଚତର କେନ୍ଦ୍ରକୁ ପଠାଯାଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ମାଘ ପୂର୍ଣ୍ଣିମା ପୂର୍ବରୁ ମହାକୁମ୍ଭରେ ପ୍ରବଳ ଭିଡ଼। ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଗଲା। ମାଘ ପୂର୍ଣ୍ଣିମା ପୂର୍ବରୁ କୁମ୍ଭ ମେଳାକୁ ଶ୍ରଦ୍ଧାଳୁଙ୍କ ଛୁଅ ଛୁଟିବାରେ ଲାଗିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ରବିବାର ଅର୍ଥାତ୍ ଫେବୃଆରୀ 9 ତାରିଖ ଅପରାହ୍ନ 1:30 ବନ୍ଦ ରଖାଯାଇଛି। ଅତୀତରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ନାନ ପୂର୍ବ ସମୟରେ ଷ୍ଟେସନକୁ ବନ୍ଦ ରଖାଯାଇଥିଲା। ଫେବୃଆରୀ 12 ତାରିଖରେ ପୂର୍ଣ୍ଣିମା ଥିବା ବେଳେ 11 ତାରିଖରୁ ଏହା ବନ୍ଦ ହେବାର ଥିଲା। ତେବେ ଅତ୍ୟଧିକ ଭିଡ଼ ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ବାରବାଟୀ ଷ୍ଟାଡିୟମକୁ ନେଇ ଆସିଲା ବଡ଼ ଖବର। ରାଜନେତା ଏବଂ ଅଫିସରଙ୍କୁ ଖୁସି କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ପ୍ରାୟ 30,000 ପାସ୍ ବଣ୍ଟନ କରିଛନ୍ତି। ବିଧାୟକ, ମନ୍ତ୍ରୀ, ପ୍ରଶାସକ ଲୋକ ପଠାଇ ଓସିଓର ବିଡ଼ା ବିଡ଼ା ପାସ୍ ଭିଡ଼ି ନେଇଛନ୍ତି। ମାତ୍ର କ୍ରିକେଟ ପ୍ରେମୀଙ୍କୁ ଟିକେଟ ମିଳିଲା ନାହିଁ। 44,000 କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରାୟ 70% ସିଟ୍ କେବଳ ପାସ୍ଧାରୀଙ୍କ ଦ୍ୱାରା ଭର୍ତ୍ତି ହୋଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରାସନ କାର୍ଡ ଇ କେୱାଇସି ପାଇଁ ଫେବୃଆରୀ 15ରେ ପୂରିବ କଣ୍ଟ। ବର୍ତ୍ତମାନ ସୁଦ୍ଧା 37,85,496 ଜଣ ଲୋକ କରିନାହାନ୍ତି ଇ କେୱାଇସି। 6 ଦିନ ଭିତରେ ଅନ୍ୟ ଇ କେୱାଇସି କରି ଦେବାକୁ ପୁଣି ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ। 15 ତାରିଖ ପରେ ଆଉ ଇ କେୱାଇସି ଅବଧି ବଢିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ତାପରେ ବି ଯେଉଁମାନେ ଇ କେୱାଇସି କରିବେ ନାହିଁ ସେଗୁଡ଼ିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ କେୱାଇସି ନ କଲେ ସେଇ କାର୍ଡ ଗୁଡ଼ିକ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନ ଫେରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ। ନୂଆ ଲୋକଙ୍କୁ ଯୋଡ଼ାଯିବ। 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ ଏପର୍ଯ୍ୟନ୍ତ କରିସାରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଯାଜପୁରକୁ 1,000 କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଯାଜପୁର ପାଇଁ ଏକାଧିକ ପ୍ରକଳ୍ପର କଲେ ଘୋଷଣା। ଯଯାତି 2025ର ଉଦ୍ଘାଟନ ଉତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଘାଟନୀ ଉତ୍ସବରେ ସାମିଲ ହୋଇ କରିଛନ୍ତି ବଡ଼ ଘୋଷଣା। 50 କୋଟି ଟଙ୍କାରେ ମା ବିରଜା ମନ୍ଦିରରେ ଉନ୍ନତିକରଣ କରାଯିବ। 30 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ ବସ୍ ଟର୍ମିନାଲ। 1,000 ସିଟ୍ ବିଶିଷ୍ଟ ଟାଉନ ହଲ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚରେ ଘରୋଇ ଦଳ ମାତ୍ର 4 ୱିକେଟ ବିନିମୟରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି। ଭାରତ ଏହି 3 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 2-0ରେ ଅଗ୍ରଣୀ ରହିଛି। ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜା ମ୍ୟାଚ୍ ବିଜୟ ପର୍ଯ୍ୟନ୍ତ ପଡ଼ିଆରେ ଥିଲେ। ଅକ୍ଷର ପଟେଲ 41 ରନ୍ ସଂଗ୍ରହ କରିଥିଲେ। ସେ 43ଟି ବଲ୍ ଖେଳି 4ଟି ଚୌକା ମଧ୍ୟ ମାରିଥିଲେ। ସେହିପରି ଜାଡେଜା 7ଟି ବଲ୍ ଖେଳି 2ଟି ଚୌକା ସହାୟତାରେ 11 ରନ୍ କରିଥିଲେ। ଭାରତର ସ୍କୋର, ଶୁଭମନ ଗିଲ୍ 60 ରନ୍, ବିରାଟ କୋହଲି 5 ରନ୍, ରୋହିତ ଶର୍ମା 119 ରନ୍, ଶ୍ରେୟାସ ଆୟର 44 ରନ୍, କେଏଲ୍ ରାହୁଲ 10 ରନ୍, ହାର୍ଦ୍ଦିକ ପାଣ୍ଡ୍ୟା 10 ରନ୍, ଅକ୍ଷର ପଟେଲ 44 ରନ୍ ଅପରାଜିତ, ରବୀନ୍ଦ୍ର ଜାଡେଜା 11 ରନ୍ କରି ଅପରାଜିତ ରହିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଯାଜପୁର ରୋଡ ଥାନା ସୁବରା ଅଞ୍ଚଳରେ ଘଟିଛି ଏକ ବଡ଼ ବିଭତ୍ସ ହତ୍ୟାକାଣ୍ଡ। ଷ୍ଟୁଡିଓ ଭିତରୁ କ୍ଷେତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। କୌଣସି ଦୁର୍ବୃତ୍ତଙ୍କ ଦ୍ୱାରା ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟାଇବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୋଲିସ କୁକୁର ସହାୟତାରେ ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ପରେ ଦିଲ୍ଲୀ ସଚିବାଳୟ ନିୟମ କଡ଼ାକଡ଼ି ହୋଇଯାଇଛି।
ଶନିବାର ଦିଲ୍ଲୀ ଶୌଚାଳୟ ପରିସରରୁ ଫାଇଲ ଡକୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ ରେକର୍ଡ ଗୁଡ଼ିକୁ ବିନା ଅନୁମୋଦନରେ ବାହାରକୁ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ତା ଛଡା ସଚିବାଳୟ ପରିସର ଭିତରକୁ ବ୍ୟକ୍ତି ବିଶେଷଙ୍କ ପ୍ରବେଶକୁ ପ୍ରତିବନ୍ଧକ ଲଗାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଏକ ନୋଟିସକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମେନୁରେ ଗୋ ମାଂସ ବିରିୟାନୀ ଶବ୍ଦ ବ୍ୟବହାର କରାଯାଇଥିଲା, ଯାହାକୁ ଦେଖି ହିନ୍ଦୁ ଛାତ୍ରମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଅଧିକାରୀମାନେ ଏହି ଅଭିଯୋଗ ପାଇବା ପରେ ଏହି ମାମଲାକୁ ଘୋଡ଼ାଇବା ପାଇଁ ଆରମ୍ଭ କରିଦେଇଛନ୍ତି। ଛାତ୍ରମାନଙ୍କ ଉତ୍ତେଜନା ଦେଖି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଏମୟୁ ପ୍ରଶାସନର ଅଭିଯୋଗ ପରେ ପୋଲିସ 2 ଜଣ ବରିଷ୍ଠ ଖାଦ୍ୟ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଟାଇପିଂ ତ୍ରୁଟି ହେତୁ ଏହା ଘଟିଥିବା ବିଶ୍ୱବିଦ୍ୟାଳୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରାଜ୍ୟରୁ ଗତ କିଛି ଦିନ ହେଲା ଶୀତ ଉଭାନ ହୋଇଯାଇଥିଲା। ତାପମାତ୍ରା ବୃଦ୍ଧି ପାଇବା ସହ ଲୋକେ ଫେବୃଆରୀ ଆରମ୍ଭରୁ ଗ୍ରୀଷ୍ମ ଋତୁର ଅନୁଭବ କରିଥିଲେ। ସୋମବାର ରାତି ସୁଦ୍ଧା ତାପମାତ୍ରା 2 ରୁ 3 ଡିଗ୍ରୀ ସେଲସିୟସ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଲଗାତାର 20 ଦିନ ଧରି ରାଜ୍ୟରେ କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି। ଆହୁରି 2 ଦିନ ଏହି ଧାରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ରବିବାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡିର ସମ୍ଭାବନା ରହିଛି। ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ସୂଚନା ମିଳିଛି। ଦର୍ଶକ ବନ୍ଧୁ, ଇଏ ଥିଲା ଆଜି ଦିନର ଆପଣମାନଙ୍କ ପାଇଁ କେତୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆଶା କରୁଛି ଆମର ଖବର ପ୍ରସାରଣ ଆପଣମାନଙ୍କୁ ନିଶ୍ଚିନ୍ତ ଭାବେ ଭଲ ଲାଗୁଥିବ। ଯଦି ଏ ଭିଡିଓ ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଭିଡିଓଟିକୁ ଗୋଟେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।